କିଛି ଦିନ ତଳେ ମୁଁ ଗୋଟେ ଭିଡ଼ିଓ କରିଥିଲି ରିଫର୍ବିଶ ପ୍ରିଣ୍ଟର ଏଠି ମିଳେ। ମୁଁ ଭିଡ଼ିଓ କରିବାର 4-5 ଦିନ ପରେ 3-4 ଜଣ ମୋର ସବସ୍କ୍ରାଇବର ମୋତେ ଫୋନ୍ କରିଥିଲେ ଏବଂ 5-6 ଦିନ ପରେ ଆସିକି ଏଠି ଦେଖିଲା ବେଳେ ସେ ପ୍ରିଣ୍ଟର ମାନେ ସବୁ ଯାକ ସେଲ୍ ହେଇଗଲାଣି। ରିଫର୍ବିଶ ଯୋଗୁଡ଼ାକ ସାଧାରଣତଃ ସେଗୁଡ଼ା ଲେଜର ପ୍ରିଣ୍ଟର ଗୁଡ଼ାକ ମାନେ ଏତେ ନର୍ମାଲି ଖରାପ ହୁଏନି। ଖରାପ କୋଉଟା ହୁଏ ନା ଆପଣଙ୍କର ଇଙ୍କଜେଟ୍ ଗୁଡ଼ାକ ଯୋଉଟା ଟିକେ ଖରାପ ହେଇଯାଏ। ତାର ଯୋଉ କାଳିର ଯୋଉ ହେଡ୍ ଫେଡ୍ ଗୁଡ଼ା ରହେ ଅଧିକା ଦିନ ଷ୍ଟକ୍ ରହିଲେ ସେ ଜିନିଷଟା ଖରାପ ହେଇଯାଏ। କିନ୍ତୁ ଲେଜର ଜେଟ୍ ପ୍ରିଣ୍ଟର ଗୁଡ଼ାକ ଏତେ ଶୀଘ୍ର ଖରାପ ହୁଏନି। ଆଉ ଏଥିରେ ଯୋଉ ବର୍ତ୍ତମାନ ଆପଣ ଦେଖୁଛନ୍ତି ରିଫର୍ବିଶ ପ୍ରିଣ୍ଟର, ଏଇଟା ହଉଛି ଗୋଟେ କ୍ୟାନନ ମଡେଲର। ସେଇଟା ମୁଁ ଆପଣଙ୍କୁ ଦେଖେଇବି ତା ଭିତରେ କ'ଣ କ'ଣ ସବୁ ଫିଚର୍ସ ଅଛି। ଏବଂ ଏଇଟା ଆଉ ଗୋଟେ ହଉଛି ଏ ମଡେଲଟା ହଉଛି ଏଚପିର। ଏଇଟା ହଉଛି 1007 ମଡେଲ ଏବଂ ଏଇଟା ହଉଛି ସେଇ ଏଚପିର। ଏଇଟା ବି ଆଉ କୋଉ ମଡେଲ ତା ଭିତରେ ଆମେ ଦେଖିବା। କିନ୍ତୁ ଯୋଉମାନେ ସ୍କ୍ରିନ୍ ପ୍ରିଣ୍ଟିଂ କରୁଛନ୍ତି, ଯୋଉମାନେ ଜେରକ୍ସ ଦୋକାନ ବି କରୁଛନ୍ତି, ବର୍ତ୍ତମାନ ୟାର ପ୍ରାଇସ୍ ଟିକେ ଅଧିକା ରହୁଛି। ମାନେ ଭାବି ନିଅନ୍ତୁ 13,000, 14,000, 15,000 ଟଙ୍କା ଏଇଭଳିଆ ଗୋଟେ ଲେଜର ଜେଟ୍ ପ୍ରିଣ୍ଟର ପଡ଼ିବ। ତ ଆକୁ ଯଦି ଆପଣ ସେକେଣ୍ଡ ହ୍ୟାଣ୍ଡରେ ନେଇଯିବେ ତାହେଲେ ତାର କେବଳ ୟା ଭିତରେ କେବଳ ଜିନିଷଟା ଖରାପ ହୁଏ କ'ଣ, ଆପଣଙ୍କର ଯୋଉ କ୍ୟାଟ୍ରିଜଟା ଆପଣ ଚେଞ୍ଜ କରିବେ, ସେତିକି ହେଲା ଜିନିଷ। ନହେଲେ ଓଭରଅଲ୍ ତା ଭିତରେ ଯୋଉ ସ୍ପେୟାର ପାର୍ଟସ୍ ଗୁଡ଼ାକ ଅଛି ସେଗୁଡ଼ା ଏତେ ଶୀଘ୍ର ଖରାପ ହୁଏ। ୟାର ଦାମ ରହୁଛି, ଏଇଟା କେତେ ଟଙ୍କା କହିଲେ? 11,000 ଟଙ୍କା। ସେଥିରେ ଆପଣଙ୍କର ରହୁଛି କ୍ୟାନନ ମଡେଲ ଗୋଟେ ଅଛି 3010 ମଡେଲଟା। ସେଟା ହଉଛି ଆପଣଙ୍କର ଜେରକ୍ସ ହେଇପାରିବ, A4 ସାଇଜର ଜେରକ୍ସ ହେଇପାରିବ, ସିଙ୍ଗଲ ସାଇଡ୍, ଡବଲ ସାଇଡ୍ ନୁହଁ, ଜେରକ୍ସ ହେଇପାରିବ ଏବଂ ତା ସହିତ ଲେଜର ପ୍ରିଣ୍ଟ ବାହାରିବ। ଯୋଉମାନେ ସ୍କ୍ରିନ୍ ପ୍ରିଣ୍ଟିଂ କରୁଛନ୍ତି, ଟ୍ରେସିଂ ପେପର, ଯୋଉମାନେ ବଟର ପେପରରେ ଯୋଉମାନେ ପ୍ରିଣ୍ଟ ବାହାର କରୁଛନ୍ତି, ସେମାନଙ୍କ ପାଇଁ ଏଗୁଡ଼ା ଭଲ ହବ। ଏଇ ଜିନିଷଟା ଦେଖନ୍ତୁ, এটা ଓଭରଅଲ୍ କେତେ ବର୍ଷର ଜାଣିଛ କି? କେତେ ବର୍ଷ ମଡେଲଟା ଦେଖିଦେଲେ ଜଣା ପଡିଯିବ। କିନ୍ତୁ ଏଇଠି ଆପଣଙ୍କୁ ମୁଁ ଦେଖଉଛି, ଏଇଟା ଦେଖନ୍ତୁ, ଏଇଟା ହଉଛି ଏଇଟା ସାମ୍ପୁଲ ପେଜ୍ ବାହାରିଛି ବୋଧେ। ଏଇଟା ଗୋଟେ ଦେଖନ୍ତୁ, ଆପଣଙ୍କର ସାମ୍ପୁଲ ପେଜ୍ ଗୋଟେ ବାହାରିଛି। ଠିକ ଅଛି, ଏଟା କ୍ୟାଟ୍ରିଜ ନୂଆ ଅଛି, ପ୍ରିଣ୍ଟର ପୁରୁଣା, କିନ୍ତୁ କ୍ୟାଟ୍ରିଜ ସବୁ ନୂଆ ନୂଆ ପଡ଼ିଥାଏ। ତ ଏଥିରେ ଆପଣଙ୍କର 1200ରୁ 1500 ଭଳିଆ ପ୍ରିଣ୍ଟ ବାହାରିବ। ଏଇ ସବୁ ସୁଇଚ୍ ଗୁଡ଼ାକ ଏଠି ଅଛି। यार ऑनलाइन प्राइस देखो आमाजन 18,398 टंका और फ्लिपकार्ट यार प्राइस देखो 18,350 टंका। ये जो मॉडलटा आप देखुं से मॉडलटा आप जना पड़ प्राइस सब कौन रोचे। तो नॉर्मली बर्तमान सब प्रिंटर गुड़ाक प्राइस टे बढ़ी जाए, सब प्राइस गुरा बढ़ी जाए, जोटा कि 8,000 9,000 टंका थिला से मैंने 4,000 5,000 टंका भाया बढ़ी जाए। यहाँ गोटे प्रिंटर अच्छी, यार दाम रहा 6,000 टंका, 6,000 टंका। और यहाँ जोटा रोचे यहाँ हूँ 8,000 टंका। तो यहाँ हूँ एचपी रो, एटा भी हूँ एचपी रो, और यहाँ हूँ कैनन रो।